ତ ସାଙ୍ଗମାନେ ଆମ ଓଡିଶାରେ ବର୍ତ୍ତମାନ ଯୋଉ ହଠାତ୍ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଯେ ପଲ୍ୟୁସନ ସାର୍ଟିଫିକେଟ ଯୋଉମାନଙ୍କ ପାଖରେ ନଥିବ ସେମାନଙ୍କୁ 10,000 ଟଙ୍କା ଫାଇନ ଦେବାକୁ ପଡିବ, ଯାହା ଫଳରେ କି ଲୋକମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, ଯୋଉଟା କି ଲୋକମାନେ ବାଧ୍ୟ ହୋଇଥିଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଏବଂ ଏହାକୁ ସରକାର ଦୃଷ୍ଟିରେ ରଖି ତ ସାଙ୍ଗମାନେ ଏଠାରେ ଆପଣମାନେ ଦେଖିପାରୁଥିବେ ଓଡିଶା ସରକାରଙ୍କ ଦ୍ୱାରା ଯୋଉ ଜରିମାନା ଲାଗୁ କରାଯାଇଥିଲା ପଲ୍ୟୁସନ ସାର୍ଟିଫିକେଟକୁ ନେଇ ତାହା ବର୍ତ୍ତମାନ 1 ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି। ତ ଆପଣମାନେ 1 ଏପ୍ରିଲ ପର୍ଯ୍ୟନ୍ତ ନିଜର ପଲ୍ୟୁସନ ସାର୍ଟିଫିକେଟ କରିଦିଅନ୍ତୁ, ନଚେତ 1 ଏପ୍ରିଲ ପରେ ଆପଣଙ୍କୁ 10,000 ଟଙ୍କା ଫାଇନ ଦେବାକୁ ପଡିବ। ଏଥିରୁ ଆମେ ଗୋଟେ ଜିନିଷ ଶିଖିବାକୁ ପାଇଲୁ ଯେ ଲୋକମାନଙ୍କ ଦ୍ୱାରା ଯେକୌଣସି ଯୋଉ ପ୍ରୋଟେଷ୍ଟ ହେଇଥିଲା ଯେ ସରକାର କଣ ପାଇଁ ଏମିତି ହଠାତ୍ ପଲ୍ୟୁସନ ସାର୍ଟିଫିକେଟକୁ ନେଇକି ଏତେ ଟଙ୍କା ଫାଇନ ଲଗେଇଲେ, ଏତେ ଜରିମାନା କଣ ପାଇଁ ଲଗେଇଲେ, ମାନେ ହଠାତ୍ ସେସବୁ ହେଲା। ଲୋକମାନେ ଜାଣିନଥିଲେ ଯେ ୱାର୍ଣ୍ଣିଂ ମଧ୍ୟ ଆସିନଥିଲା ଲୋକମାନଙ୍କୁ ସରକାରଙ୍କ ତରଫରୁ ଯେ ଆପଣ ମାନେ ଏତିକି ଦିନରୁ ଏତିକି ମାସ ଭିତରେ ଆପଣ ପଲ୍ୟୁସନ ସାର୍ଟିଫିକେଟ କରନ୍ତୁ, ନଚେତ ଆପଣଙ୍କୁ ଫାଇନ ପଡିବ। ଏମିତି କିଛି ବି ହେଇନଥିଲା, ହଠାତ୍ ସରକାରଙ୍କ ତରଫରୁ ପ୍ରସ୍ତୁତ କରାଗଲା ଯେ ଯୋଉମାନଙ୍କ ପାଖରେ ପଲ୍ୟୁସନ ସାର୍ଟିଫିକେଟ ନାହିଁ ସେମାନଙ୍କୁ 10,000 ଟଙ୍କା ଫାଇନ ପଡିବ। କିନ୍ତୁ ଲୋକମାନଙ୍କ ଦ୍ୱାରା ପୁରା ବଢିଆ ସେ ପ୍ରତିକ୍ରିୟା ଗୋଟେ ଆସିଲା ଏବଂ ଲୋକମାନେ ବାଧ୍ୟ ହୋଇଗଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଏବଂ ସରକାର ତାଙ୍କ ପ୍ରତିକ୍ରିୟାକୁ ଦେଖି ଏବଂ ବାଧ୍ୟ ହେଲେ ତାଙ୍କର ଆଦେଶକୁ ଚେଞ୍ଜ କରିବା ପାଇଁ। ତେଣୁ ଆମେ ସାଙ୍ଗମାନେ ଏତିକି ଶିଖିବାକୁ ପାଇଲେ ଯେପର୍ଯ୍ୟନ୍ତ ଲୋକମାନଙ୍କର ନିଜର ଆବାଜ ସରକାରଙ୍କ ସାମ୍ନାରେ ବାହାରିନି ନା ସେ ପର୍ଯ୍ୟନ୍ତ ସରକାର ତୁମ କଥା ଶୁଣିବ ନାହିଁ। ତେଣୁ ଆପଣମାନେ ସରକାରଙ୍କୁ ଆବାଜ ଉଠେଇବା ଶିଖ ଏବଂ ଯେକୌଣସି ସମୟରେ ଯଦି ଆପଣଙ୍କ ଏରିଆରେ ଅସୁବିଧା ହଉଛି ତାର ସମାଧାନ କରିବା ପାଇଁ ଚେଷ୍ଟା କର। ଏବଂ ଏତିକି ଭିଡିଓ ସମାପ୍ତ କରୁଛି। ଜୟ ଜଗନ୍ନାଥ, ଜୟ ଓଡ଼ିଶା।